नमो भगवते वासुदेवाय। श्रीमद्भागवत दशम स्कंध चतुःसप्ततितमोऽध्याय। शुक उवाच एबे हो शुण नरनाथ कृष्णचरित भागवत। ब्रह्मानंदन एक दिने विचार कले बसी मने। रणे नारकासुर मारी कृष्ण आनिले जेते नारी। 16,100 गृहे निवेशी एक मत। एक अनेक नारी रमे एते विचारी मन भ्रमे। केमन्ते रमई एकान्ते पुत्र पौत्र अप्रमिते। एके अनेक नारी रमे एते विचारी मन भ्रमे। देखिबी बोली करी सध द्वारका मिलिले नारद। स्वभावे गोविंदर पुर कियबा देवा पटान्तर। पुष्पित उपवन मध्ये भ्रमर पक्षी कलनादे। नीलकुमुद पद्मसार सुगंध कुसुम कल्हार। हंस सारस मध्ये पशी सुंदर जलाशये भासी। शुभ्र प्रासाद नवलक्ष स्फटिक रजत प्रत्यक्ष। महामर्कत तेज कांति पद्म सुवर्ण झटकंती। एकांत मार्ग चतुष्पथ हाट पाटणा सुशोभित। देवता गृह यज्ञशाळ दिशन्ति जेह्ने मेघमाळ। मार्ग अगणा राजपथ मार्जित चंदने सिंचित। चित्रपितुळी कांथ माझे ध्वज पताका तथि साजे। एणु न लागे रवि तेज जहि विजये देवराज। के कहु पुरंकर शोभा किबा उपमा ताकु देवा। कृष्णर अंतपुर द्वारे देवे खटंती निरंतरे। विश्वकर्मार शिल्पीपण जे पुरे होइछि प्रमाण। 16,000 नारी जे पुरे गृह वास्तु करी। कृष्ण सेवंती मन सुखे के कहु तांक पुण्य मुखे। ब्रह्मानंदन एक सरे मिलिले कृष्ण अंतपुरे। विद्रुम स्तंभ मान सोहे चलई इंद्र नील प्राये। फलक मान वैदुर्य खंजित नाना मणिपुंज। एणे गंजई सर्वज्योति तमे जे सने तारापंती। मुकुता दामे चंद्रातप जे विश्वकर्मार शिल्प। आसन पल्यंक सहिते निर्मित करिबर दन्ते। खचित पद्म रागपंती देखन्ते मन से हरंती। कृष्ण कामिनीकर पासे सेवकी सेवंती विश्वासे। ताहांक कंठे रत्नमणि रवि किरण प्राय जिणी। विविध वस्त्र परिधान रूप बयस सुघटन। बलय करे विभूषण पादे नुपुर ऋणु झुण। मणिकुंडल सोहे कर्णे कृष्ण कामिनी अवधाने। जलंती रत्नदीपपंती
ନିବିଡ଼ ତମସେ ହରନ୍ତି। ଚିତ୍ର ଜଗତି ଶିଖେ ଥାଇ ଅଗୁରୁ ଧୂପ ଧୂମ ଚାହିଁ। ଜଳଦ ପ୍ରାୟ ମଣି ମନେ ନାଚନ୍ତି ନୀଳକଣ୍ଠ ଗଣେ। ହରି ହରି ବୋଲ। ଏମନ୍ତପୁରେ କୃଷ୍ଣ ନାରୀ ସମାନ ବୟ ବେଶଧାରୀ। ସେବନ୍ତି କୃଷ୍ଣର ଚରଣେ ନିଜ ମନ୍ଦିରେ ଜଣେ ଜଣେ। ଦାସୀ ସହସ୍ର ମେଳେ ଥାଇ ସେବନ୍ତି ଭାବେ ଭାବଗ୍ରାହୀ। ଏମନ୍ତେ ରୁକ୍ମିଣୀ ଭୁବନେ ନାରଦ ମୁନି ଶୁଦ୍ଧ ମନେ। ମିଳିଲେ କୃଷ୍ଣ ପାଶେ ଯାଇ ଦେଖି ଉଠିଲେ ଭାବଗ୍ରାହୀ। ଧାର୍ମିକ ବର ବ୍ରହ୍ମ ରାଶି ଲକ୍ଷ୍ମୀ ପଲ୍ୟଙ୍କ ତଳେ ବସି। କିରୀଟ ଶିରେ ଦେବ ହରି ନମିଲେ ମୁନି ପାଦ ଧରି। ନାରଦ ହସ୍ତେ ହସ୍ତ ଦେଇ ଆସନେ ବସାଇଲେ ନେଇ। ମୁନି ଚରଣ ଯୁଗ ଧୋଇ ଶିରେ ଘେନିଲେ ଭାବଗ୍ରାହୀ। ବ୍ରହ୍ମଣ୍ୟ ଦେବ ଯାର ନାମ ସକଳ ଗୁଣେ ଅନୁପମ। ଯାହାର ଚରଣ ଉଦକ ହରଇ ସକଳ ପାତକ। ପୁରାଣ ପୁରୁଷ ମୁରାରୀ ବୋଲନ୍ତି ମୁନି ପାଦ ଧରି। ହସି ବୋଲନ୍ତି ମହାବାହୁ ନିଯୋଗ ଆଜ୍ଞା ମୋତେ ହେଉ। ନାରଦ କୃଷ୍ଣ ମୁଖ ଚାହିଁ ବୋଲନ୍ତି ଶିରେ କର ଦେଇ। ଭୋନାଥ ଶୁଣ ନାରାୟଣ ଅଖିଳ ବ୍ରହ୍ମାଣ୍ଡ କାରଣ। ଛକଳ ଜନେ ତୋର କୀର୍ତ୍ତି ଖଳଦଣ୍ଡନେ ବକ୍ରଗତି। ସାଧୁଙ୍କ ନିସ୍ତାର ନିମନ୍ତେ ତୋ ଅବତାର ଏ ଜଗତେ। କ୍ଷିତି ରକ୍ଷଣେ ଚକ୍ରଧର ତୋହର ଯେତେ ଅବତାର। ହରି ହରି ବୋଲ। ନିଗମେ ତୋର ଯଶ ଗାଇ ଏହା ତ ଭଲେ ମୁଁ ଜାଣଇ। ଦେଖିଲି ତୋ ଚରଣ ଯୁଗ ଯହୁଁ ଜନମଇ ଅପବର୍ଗ। ଯେ ପାଦ ବ୍ରହ୍ମା ବେଦବାଦୀ ଯାହା ଚିନ୍ତନ୍ତି ନିରବଧି। ସଂସାର କୂପ ମଧ୍ୟେ ପଡ଼ି ଜନ୍ତୁ ଏ ମାୟା ଜଳେ ବୁଡ଼ି। ତାହାଙ୍କ ତରିବାନି ଶୁଣି ତୋ ପାଦ ପଦ୍ମ ଚକ୍ରପାଣି। ସେ ପାଦ ଧ୍ୟାଇ ଏ ଜଗତେ ମୁଁ ଯେ ବୁଲଇ ଅବିରତେ। ସେ ପାଦ ଚିନ୍ତା ମୋର ହୃଦେ ନିରତେ ଥାଉ ଅପ୍ରମାଦେ। ତୋତେ ଅଇଲି ଦେଖି ମୁହିଁ ଏମନ୍ତେ ଶିରେ କର ଦେଇ। ନାରଦ ଗଲେ ସ୍ନେହ ଭରେ ପୁଣି ମିଳିଲେ ଅନ୍ୟପୁରେ। କୃଷ୍ଣର ମାୟା ଯୋଗ ମତ ବୁଝିବା ଅର୍ଥେ ବ୍ରହ୍ମାସୂତ। ସତ୍ୟଭାମାର ପୁରେ ଯାଇ ମିଳିଲେ ବୀଣା ବାଦ୍ୟ ବାଇ। ଉଦ୍ଧବ ସଙ୍ଗେ ଯଦୁପତି ପଶା ଖେଳରେ ଦୃଢ଼ମତି। ପ୍ରିୟା ସହିତେ ଦାମୋଦର ଦେଖିଲେ ବ୍ରହ୍ମାର କୁମର। ନାରଦ ଆଗମନ ଦେଖି ଗୋବିନ୍ଦ ଆସନ ଉପେକ୍ଷି। ପ୍ରିୟା ସହିତେ ନରହରି ଉଦ୍ଧବ करे कर धरी। पूजिले नारद चरण विप्रभक्त नारायण। आसन आदि उपचारे गृहस्थ आश्रम व्यवहारे। पूजी कपाळे जोड़ी कर पुछंती प्रभु दामोदर। केणे आगमन तुम्भर पवित्र कल मोर पूर। तुम्भे सकल गुणे पूर्ण स्वभावे मुहि क्षुद्र जन। किय बा करी भई सेवा विचारी मोते आज्ञा देवा। कह कि मर्थे
আগমন পবিত্র কর্ম মোর জন্ম সুফল হেউ আজ্ঞা বহি ବୋଲନ୍ତି ପ୍ରଭୁ ଭାବଗ୍ରାହୀ। ଶୁଣି ନାରଦ ମହାମୁନି କିଛି ନ ବୋଲି ହେଲେ ତୁନି। ତକ୍ଷଣେ ଉଠି ବ୍ରହ୍ମାସୁତ ଅନ୍ୟ ଭୁବନେ ଉପଗତ ତହିଁ ଦେଖିଲେ ନରହରି ବାଳକ କୋଳେଛନ୍ତି ଧରି। ଶିଶୁ ଲାଳନେ ଭଗବାନ ଦେଖି ନାରଦ ଆଗମନ ସମ୍ଭ୍ରମେ ପ୍ରଭୁ ଦେବରାଜା ପୂର୍ବ ପ୍ରାୟ କଲେ ପୂଜା। ନାରଦ ମୁନି ସୁଖ ଭରେ ପୁଣି ମିଳିଲେ ଅନ୍ୟ ପୁରେ ତହିଁ ଦେଖିଲେ ଭଗବାନ ସ୍ନାହାନ ଅର୍ଥେ ଆଗମନ। ପୁଣି ଦେଖିଲେ ଅନ୍ୟ ପୁରେ କୃଷ୍ଣ ଅଛନ୍ତି ଯଜ୍ଞ ଘରେ ଅଗ୍ନି ପୂଜନ ପଞ୍ଚମୁଖେ ବ୍ରହ୍ମାନନ୍ଦନ ଦେଖି ସୁଖେ। ଅନ୍ୟ ଭୁବନେ ପୁଣି ମିଳି ଦେଖନ୍ତି ପ୍ରଭୁ ବନମାଳି। ବିପ୍ରେ ଭୁଞ୍ଜାଇ ମିଷ୍ଟ ଅନ୍ନେ ଶେଷେ ଭୁଞ୍ଜନ୍ତି ତ ସମନେ। ତକ୍ଷଣେ ଅନ୍ୟ ପୁରେ ପଶି କୃଷ୍ଣେ ଦେଖିଲେ ବ୍ରହ୍ମ ଋଷି। ଗୋବିନ୍ଦ ସନ୍ଧ୍ୟା ଉପାସନେ ଗାୟତ୍ରୀ ଜପନ୍ତି ମୌନେ। ଖଡ଼ଗ ଚର୍ମ ଧରି କରେ ସରସାଧନ୍ତି କେଉଁ ପୁରେ। ଆରୋହୀ ଅଶ୍ୱରଥ ଗଜେ ନାନା ଭୁବନେ ନାନା ସଜେ। ହରି ହରି ବୋଲ। ହେମନ୍ତ ଦେଖି ବ୍ରହ୍ମ ଋଷି ପୁଣି ହିଁ ଅନ୍ୟ ପୁରେ ପଶି ତହିଁ ଦେଖିଲେ ଭଗବାନ ପଲଙ୍କ ଉପରେ ଶୟନ। ଉପରେ ଚନ୍ଦ୍ରା ତପସୋହି ସେବନ୍ତୀ ବାମା ଗଣେ ରହି। ସ୍ତୁତି କରନ୍ତି ବନ୍ଦୀ ଜନେ ଦେଖି ଚଳିଲେ ତ ସମନେ। ଦେଖନ୍ତି ଅନ୍ୟ ପୁରେ ଯାଇ ଉଦ୍ଧବେ ନିକଟେ ବସାଇ। ମନ୍ତ୍ରଣା ମନ୍ତ୍ରୀ ଗଣ ସଙ୍ଗେ ଦେଖି ନାରଦ ଭବରଙ୍ଗେ। ପୁଣି ମିଳିଲେ ଅନ୍ୟ ପୁରେ ଦେଖନ୍ତି ଜଳର ଭିତରେ। ଦିବ୍ୟ ଯୁବତୀ ଗଣ ସଙ୍ଗେ ଜଳେ ଖେଳନ୍ତି ନାନା ରଙ୍ଗେ। ପୁଣି ମିଳିଲେ ଅନ୍ୟ ସ୍ଥାନେ ଗୋବିନ୍ଦ ବସିତ ସମନେ। ଗୋରୁଙ୍କୁ କରି ଅଳଙ୍କାର ପ୍ରସନ୍ନେ କମଳାର ବର। ଉତ୍ତମ ବିପ୍ରେ ଗୋରୁଦାନ କରନ୍ତି ପ୍ରଭୁ ଭଗବାନ। ତକ୍ଷଣେ ବ୍ରହ୍ମାଙ୍କ କୁମର ପୁଣି ମିଳିଲେ ଅନ୍ୟ ପୁର। ତହିଁ ଦେଖିଲେ ନାରାୟଣ ମଙ୍ଗଳ ପୁରାଣ ଶ୍ରବଣ। କେବଣ ଠାରେ ହାସ୍ୟ ମୁଖେ ହସି ଚାହାନ୍ତି ପ୍ରିୟା ସୁଖେ। ଧ୍ୟାନ ସମାଧି ଅନ୍ୟ ସ୍ଥାନେ ବ୍ରହ୍ମ ଚିନ୍ତନ୍ତି ସ୍ଥିର ମନେ। କେବଣ ଠାରେ ଗୁରୁ ପୂଜା ସକାମ ଭୋଗେ ପରିଚର୍ଯ୍ୟା। କେବଣ ସ୍ଥାନେ ଯଦୁପତି ସନ୍ଧି ବିଗ୍ରହ ରାଜନୀତି। ଚିନ୍ତନ୍ତି ରାମ ଅନୁମତେ ଯେ ଅବା ଭକ୍ତ ଜନହିତେ। କେବଣ ସ୍ଥାନେ ଯଦୁପତି ସନ୍ଧି ବିଗ୍ରହ ରାଜନୀତି। ଶ୍ୱଶୁର ଭୁବନେ ପେଶନ୍ତି ପୁତ୍ରର ପତ୍ନୀଙ୍କି ଅଣାନ୍ତି। ଅନ୍ୟ ଭୁବନେ ନନ୍ଦବାଳ ପୁତ୍ର ଦୁହିତାଙ୍କ ମଙ୍ଗଳ। ବିଚାରି କରନ୍ତି ଉତ୍ସବ ନାରଦ ଦେଖି ନାନା ଭାବ। ଅଦ୍ଭୁତ କର୍ମ ନର ଲୋକେ ଅନ୍ୟ ଭୁବନେ ମିଳି ସୁଖେ। ତହିଁ ଦେଖିଲେ ନାରାୟଣ ଯଜ୍ଞେ ପୂଜନ୍ତି ଦେବଗଣ। କେବଣ ପୁରେ ଜଳଦାନ
কূপতড়াগে অবধান মণ্ডপ দেবতা মন্দির যে ধর্ম গৃহস্থবে ভার পুଣି ଦେଖନ୍ତି ଅନ୍ୟପୁରେ କୃଷ୍ଣ ମୃଗୟା ଅନୁସରେ ଆରୋହୀ ଅଶ୍ୱ ସୈନ୍ଧବ ବନେ ମାରନ୍ତି ନାନା ଜୀବ ପବିତ୍ର ପଶୁ କରିହତ ନିଜ ଭୁବନେ ଉପଗତ ଏମନ୍ତେ ପତ୍ନୀପୁର ଅନ୍ତେ ମଧ୍ୟେ ବୁଲନ୍ତି ବ୍ରହ୍ମାସୁତେ ପୁଣ ଦେଖିଲେ ଭଗବାନ କପଟ ମାୟା ରୂପେ ଛନ୍ନ ବୁଲନ୍ତି ନାରୀଙ୍କ ଭୁବନେ ସ୍ତ୍ରୀ ଚରିତ ଅବଧାନେ ଦେଖି ନାରଦ ମହାଋଷି କୃଷ୍ଣ ବଦନ ଚାହିଁ ହସି ବୋଲନ୍ତି ବ୍ରହ୍ମାଙ୍କ ନନ୍ଦନ କୋମଳ ସଂକୀତ ବଚନ ଲୀଳା ମନୁଷ୍ୟ ଅବତାର ହୋ ନାଥ ମହିମା ତୋହର ଯୋଗେଶ୍ୱରଙ୍କୁ ଅଗୋଚର ଭୋ ନାଥ ମହିମା ତୋହର ଜଗଦୀଶ୍ୱର ତୁ ଜଗତେ ତୋ ପାଦ ପଦ୍ମ ସେବା ଅର୍ଥେ ତୋହର ଯଶ ଓ ଜଗତେ ମୁଁ ତାହା ଗାଇଣ ନିରତେ ସେ ଯଶ ଅଖିଳ ପାବନି ଗାଇ ବୁଲିବି ଦେହ ଘେନି ନାରଦ ବାକ୍ୟେ ତୋଷ ହୋଇ ବୋଲନ୍ତି ପ୍ରଭୁ ଭାବଗ୍ରାହୀ ଭଗବାନ ବାଚ ଶୁଣ ନାରଦ ସାଧୁ କଥା ମୁହିଁ ଯେ ଧର୍ମର ବକତା ହର୍ତ୍ତା କରତା ମୁଁ ବୋলাই ସ୍ୱକର୍ମ ଜଗତେ କରାଇ ଧର୍ମ ରକ୍ଷଣେ ମୁଁ ଜଗତେ ଶରୀର ଧରି ନାନା ମତେ ବୁଲଇ ହୋଇ ରୂପ ଭେଦ ମନେ ନ କର ତୁମେ ଖେଦ କହନ୍ତି ସୁକ ବ୍ରହ୍ମବେତା ଶୁଣ ରାଜନ କୃଷ୍ଣ କଥା ଏମନ୍ତେ ଗୃହାଶ୍ରମ ଧର୍ମ ଗୋବିନ୍ଦ କଲେ ଯେତେ କର୍ମ ଏକ ଶରୀର ନର ହରି ସର୍ବକାମିନୀ ପୁରେ ପୁରୀ ଅନନ୍ତ ଯୋଗ ମାୟା ରାଶି ଦେଖି ସାନନ୍ଦ ବ୍ରହ୍ମ ଋଷି ଆନନ୍ଦେ ପାଇ କୌତୁକ ବିସ୍ମିତ ସୁଜ୍ଞାନୀ ବିବେକ କୃଷ୍ଣର ଗୃହ ମେଧି କର୍ମ ଯେ ନିତ୍ୟ ଧର୍ମ ଅର୍ଥ କାମ ଦେଖି ନାରଦ ମହାମୁନି ପରମ ବ୍ରହ୍ମ ତତ୍ତ୍ୱଜ୍ଞାନୀ ତକ୍ଷଣେ କୃଷ୍ଣ ଆଜ୍ଞା ପାଇ କୃଷ୍ଣ ମହିମା ମନେ ଧ୍ୟାଇ ଗଲେ ନାରଦ ବ୍ରହ୍ମଚାରୀ ଶୁଣ ପରୀକ୍ଷ ଦଣ୍ଡଧାରୀ ଏମନ୍ତ ମନୁଷ୍ୟର କର୍ମ ଯେ ନିତ୍ୟ କାମ ଅର୍ଥ ଧର୍ମ ଏ ଅନୁପଥେ ଦେହ ବହି ସଂସାର ହିତେ ଭାବଗ୍ରାହୀ 16,000 ନାରୀ ମଧ୍ୟେ ରମିଲେ ନାନା ଅନୁବନ୍ଧେ ସୃଷ୍ଟି ପାଳନ ସଂହାରଣ ଯେ ହରି ପରମ କାରଣ ଅଦ୍ଭୁତ କର୍ମ କଲେ ଯେତେ ଗୃହସ୍ଥ ଆଶ୍ରମ ଉକତେ ଯେ ଏହା ଶୁଣି ଭାବ ବହେ ଜଗତ ଜନ ମଧ୍ୟେ କହେ କୃଷ୍ଣ ଚରଣେ ଭକ୍ତି ଭାବ ସେ ପ୍ରାଣୀ ଲଭେ ଅପବର୍ଗ କହି ଜଗନ୍ନାଥ ଦାସ କୃଷ୍ଣ ମହିମା ସୁଧାରସ ଗୋବିନ୍ଦ ମାୟା ଯୋଗ ବାଣୀ ଶୁଣି ସାନନ୍ଦ ନୃପମଣି ହରି ହରି ବୋଲ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ संहितायां दशमस्कन्धे उत्तरार्धे कृष्ण गाह्यस्त्यदर्शनं नाम
चतुःसप्ततितमोऽध्याय।